ସେହି ତ ଜନକରତା କୈବଲ୍ୟ ମୁକ୍ତିଦାତା ତାକୁ ଥରେ କର ଚିନ୍ତା ଯାଉ ଅଜ୍ଞାନ ପଡ଼ିବୁ ନାହିଁ ଜଗାରେ ଗଲାବେଳେ ଜୀବନ ସେମାନେ ଅଛନ୍ତି ଚିହ୍ନି ନ ଭଜିବେ ଅନ୍ୟ ଜଣି ଭଜିଲେ ହେବେ ବେଇମାନି ଦଣ୍ଡ ଦେବ ଜନ୍ତୁରାଣ ସୁମନ ପରମଳୟ କର ଯାଉ ଅଜ୍ଞାନ। ମାତା ଗର୍ଭରେ ଯାହାକୁ ତୁ ଦେଖିଥିଲୁ ଯେତେବେଳେ ଅଶ୍ୱତ୍ଥମାର କ୍ରମଶଃ ଆସିଲା ତୋ ମା ଗର୍ଭରେ ତୁ ଥିଲାବେଳେ ତୋ ମା ବ୍ୟାକୁଳ ବିକଳ ହୋଇ ରକ୍ଷା କର, ହେ ପ୍ରଭୁ ରକ୍ଷା କର ଭଗବାନ କୃଷ୍ଣ ଆସି ପହଞ୍ଚିଗଲେ ଚକ୍ରାଳୟ ଇତ୍ୟାଦି ତୁ ଦେଖିଛୁ ନା? ହଁ ଦେଖିଛୁ। ତାକୁ ଧ୍ୟାନ କରିବା ପାଇଁ ତୋତେ ମୁଁ ଚେତେଇ ଦେବାକୁ ଆସିଛି। ମୁଁ କିଏ ଉଦ୍ଧାର କରିବି? ତେଣୁ ତୁ ନିଜକୁ ନିଜେ ମାତା ଗର୍ଭର କଥାକୁ ଚିନ୍ତା କର ଏବଂ ସେ ଚିନ୍ତା କଲା ଭିତରେ ତୁ ଯଦି ଚିନ୍ତା କରିବୁ ଯେଉଁ ସହସ୍ର ସୂର୍ଯ୍ୟର ଶକ୍ତିରେ ଯେଉଁ ଚକ୍ର ଥିଲେ ସେ କିରଣ ତୋତେ ପ୍ରାପ୍ତ ହେବ। ଧୀରେ 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 ତାର ମନ ସିଆଡ଼େ ଗଲା ଏବଂ ତାଙ୍କର ମନ ଧୀରେ ଧୀରେ ଉଜ୍ଜଳ ହୋଇ ଆସିଲା। ସକଳ ପାପ ଧୀରେ 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 ଯେତେବେଳେ ଉଗ୍ର ରୂପ ଧାରଣ କରିଥିଲା ସେତେ ଶୀତଳ ଆସିଲା। ସେଇବେଳେ ଭଗବାନଙ୍କର ଆଶୀର୍ବାଦରେ ଅଖିଳ ମହାରାଜ ଆଜି ଉଜ୍ଜଳତର ହେଲେ। ୟା ଭିତରେ କ'ଣ ଆଜ୍ଞା ଅଛି ନା ୟା ଭିତରେ ଅଛି ଭାଗବତ ଲେଖିଲେ କହିଲେ ମୂଳଟି ଅଟଇ ବିଶ୍ୱାସ ଜଗନ୍ନାଥ ଦାସ ବିଶ୍ୱାସ ମୂଳେ ପ୍ରାଣୀ ଆତଜାତ ଗୋବିନ୍ଦ 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 ବିଶ୍ୱାସର ପାତ୍ର ହେଲା। ବିଶ୍ୱାସ କଲେ କରିବ, ବିଶ୍ୱାସ କଲେ ମରିବ। ବିଶ୍ୱାସହୀନ କର୍ମ ଯେତେ ଫଳ ନ ଫଳେ କଦାଚିତ। ତାଙ୍କର ମୁଖମଣ୍ଡଳ ତେଜ ଧୀରେ ଧୀରେ ପରିବର୍ତ୍ତନ ହେଇ ଆସିଲା ଏବଂ କ'ଣ କରୁଥିଲେ ସିଏ ନା ଭାଗବତକୁ ଶୁଣୁଥିଲେ। ମାତ୍ରେ ମୋକ୍ଷ ପାଇ ଗୋବିନ୍ଦ ମାତ୍ରେ ଖ୍ୟାତ ପାଇ ଗୋବିନ୍ଦ